କଥାରେ ନାହିଁ, ଯିଏ ଯାହାକୁ ଭଲ ପାଏ ବା ଯାହା ପାଇଁ ଯାହାର ଶ୍ରଦ୍ଧା ଥାଏ ତା ପାଇଁ ସମୟ ତ ସେ କେଉଁଠୁ ନାହିଁ କେଉଁଠୁ ବାହାର ବି କରେ। ଆଉ ତା ପାଖକୁ ଯିବା ପାଇଁ ଉପାୟ ଆଉ ବାହାନା ବି ସେ କେମିତି ହେଲେ ବାହାର ବି କରେ। ତ ଆଜି ମୁଁ ତ ବହୁତ ଦିନ ହେଲାଣି ଛାତକୁ ଆସିନି, କାହିଁକି ନା ମୋତେ ସିଡ଼ିଟା ବେଶୀ ଉପର ତଳ ହେବା ପାଇଁ ମନା କରୁଛନ୍ତି, ଆଉ ଘରେ ସେଥିପାଇଁ ମୋତେ ଜମାରୁ ଛାଡ଼ୁନାହାନ୍ତି ଛାତକୁ। ଆଜି ଟିକେ ଦେଖିଲି ପାଗ ଟିକେ ବର୍ଷାଳିଆ ଅଛି। ବର୍ଷେ ହେଲାଣି, ବର୍ଷେ ଉପରେ ହେଲାଣି ଏ ସୁଗନ୍ଧରାଜ ଗଛ ଡାଳ ଦୁଇଟାକୁ ମୁଁ ଗୋଟେ ଛୋଟ କୋଡ଼ୁଆରେ ପୋତିଥିଲି। ସେ ଚେର ହେଇକି ସେ ଗଛ ଆଉ ବଢ଼ି ପାରୁନି। ତା ଭିତରେ ସେ ଗଛଟା ମୋର ଟର୍ଚର୍ ହେଉଛି। ମୁଁ ଫିଲ୍ କରୁଛି ମୋ ଗଛଟା ସେ ଟର୍ଚର୍ ହେଉଛି, ସେ ଆଗକୁ ବଢ଼ି ପାରୁନି। ହେଲେ ମୁଁ ତ ଏଇଠି ବହୁତ ଦିନ ହେଲାଣି, 6-7 ମାସ ହେଲାଣି ଛାତ ଉପରକୁ ଆସିନି। ମୁଁ ବି ଏସବୁର କିଛି କେୟାର ବି ନେଇପାରୁନି। ତ ଆଜି ଲୁଚି ଲୁଚିକି ଆସିଲି ଛାତ ଉପରକୁ, ଆଉ ଭାବିଲି ଆଜି ଟିକେ ଏଇ ଗଛକୁ ମୁଁ ରିପୋର୍ଟିଂ କରିବି। ଛୋଟ ଗଛ ରହିକି ଗଛଟା ମୋର ପୁରା ଅଣନିଶ୍ୱାସୀ ହେଇଗଲାଣି। ତ କ'ଣ କରିବି, ତ ତଳେ ତ ବସି ପାରିବିନି ମୁଁ, ତ ଗୋଟେ ଚେୟାର ଆଣିଲି। ଛାତ ଉପରେ ପଡ଼ିଥାଏ ଚେୟାରଟା। ଚେୟାରରେ ବସିକି ଏଇ କୋଡ଼ୁଆଟିକୁ ଧୀରେ କି ଉପରୁ ଗୋଟେ ପଥର ଉପରେ ଆଣିକି ଥୋଇଲେ। ତାପରେ ତାକୁ ପୁରା ଆସ୍ତେ ଆସ୍ତେ, ଆକ୍ଚୁଆଲି ଭଲ ଥିଲାବେଳେ ଏଇ କାମଟା ମୋର ବାଁ ହାତର ଖେଳ ଯେଉଁ କୁହନ୍ତି, ବା 5 ମିନିଟ୍ 10 ମିନିଟ୍ ଲାଗିଥାନ୍ତା। ବଟ୍ ଏବେ ମୋତେ ନିଜକୁ ବି ଦେଖିବାକୁ ପଡ଼ୁଛି। ସେଥିପାଇଁ ଧୀରେ 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 ମାଟିକୁ ସବୁ ସେ କୋଡ଼ୁଆରୁ ବାହାର କରିବା ପାଇଁ ମୋତେ ବହୁତ ସମୟ ଲାଗିଗଲା। ମାନେ ଆଜି ଏଇ କାମଟା କରିବା ପାଇଁ ମୋତେ 40-45 ମିନିଟ୍ ଲାଗିଗଲା। କିନ୍ତୁ ଭିଡ଼ିଓ ବନିଯାଉଛି ମାତ୍ର 3-4 ମିନିଟ୍ରେ, ବଟ୍ ରିଏଲି ମୋତେ ବହୁତ ସମୟ ଲାଗିଥିଲା। ତ ବହୁତ କଷ୍ଟ କରିବା ପରେ, ଆଉ ଏତେ ଗରମ ସ୍ୱେଟିଂ, ଆଉ ଗୁଳୁଗୁଳି ତ ବହୁତ ହଉ, ତା ସାଙ୍ଗକୁ ଏକ୍ସଟ୍ରା ସ୍ୱେଟିଂ, ବହୁତ ପରିଶ୍ରମ କରିସାରିଲା ପରେ ଧୀରେ ଧୀରେ ସେ କୋଡ଼ୁଆଟିରୁ ମୁଁ ଗଛଟିକୁ ବହୁତ ଆରାମସେ ବାହାର କରିଦେଇଥିଲି। ତାପରେ ଏଇଠି ସୋଲୋରେ ଅଲରେଡ଼ି ଆଗରୁ ମାଟି ଭରା ହେଇକି ଥିଲା। ମା ଏଥିରୁ ସେ ଅନାବନା ଗଛ ସବୁ ବାଛି ଦେଇଥିଲି, ଯାହା ହଉ। ତ ମୋତେ ବହୁତ ହେଲ୍ପ ମିଳିଯାଇଥିଲା। ଆଉ ତାକୁ ବି ମୁଁ ବହୁତ ସାଇଡ଼୍ ହେଇକି ବସିକି ଆରାମସେ ପୁରା ଧୀରେ ଧୀରେ ପୁରା ହାତରେ ଏମିତି ମାଟିକୁ ଖୋଳିକି ଧୀରେ ଧୀରେ, ଯେମିତି କିଛି ପ୍ରେସର୍ ନ ହେବ, ଦେଇକି ସେଥିରେ ସେ ସୁଗନ୍ଧରାଜ ଗଛଟିକୁ ଆଣି ଲଗେଇଥିଲି। ଦେଖନ୍ତୁ ବହୁତ କଷ୍ଟରେ ମୋର କାମ ସରିଥିଲା। ତା ଭିତରେ ହଜବେଣ୍ଡଙ୍କର 10 ଥର ଫୋନ୍ ଆସିଲାଣି, ଛାତ ଉପରେ ଯାଇ କରୁଛୁ କ'ଣ? ମୁଁ ଯାଉଛି ପବନ ଖାଉଛି ଏମିତି ମିଛ କହିକି ଟିକେ, ତ ରହିକି କାମଟାକୁ ମୁଁ ସାରିଥିଲି। ତାପରେ ଯେହେତୁ ତା'ର ଏବେ ବର୍ଷା ହେଲାଣି, ନୂଆ ନୂଆ ପତ୍ର ଫୁଲ ସବୁ ତ ହେବ, ତ ଆକୁ କଟିଂ କରିଦେଲେ ଟିକେ ଭଲ ଏହାର ଗ୍ରୋଥ୍ ହେବ। ସେଥିପାଇଁ ମୁଁ ତାକୁ ସେମିତି କିଛି ଡାଳ ଛିଡ଼ା ହେଇ କାଟିଲି। ତାପରେ କିଛି ଡାଳ ହାତ ପାଇଲାନି, ନଇଁବାକୁ ପଡ଼ିବ, ନଇଁବା ତ ଠିକ୍ ନୁହେଁ। ସେଥିପାଇଁ ଆଉ କିଛି ଡାଳକୁ ମୁଁ ଚେୟାର ପାଖକୁ ଆଣିକି ବସିକି, ଆଉ ଚେୟାରର ସାହାରାରେ ବସି ବସିକି ବି କିଛି ଡାଳ କାଟିଥିଲି। କାଟି ସାରିଲା ପରେ ସେଥିରେ ହଳଦୀ ଗୁଣ୍ଡ, ମାନେ ଯେଉଁ ଆମର ଫଞ୍ଜିସାଇଡ଼୍ ଭଳିଆ କାମ ଦିଏ ନା ହଳଦୀ ଗୁଣ୍ଡଟା, ତ ହଳଦୀ ଗୁଣ୍ଡଟାକୁ ବି ତା ଦେହରେ ଲଗେଇଥିଲି। ଯେହେତୁ ବର୍ଷା ଦିନ ବହୁତ ପୋକ ହେବେ, ଲଗେଇଥିଲି। ତାପରେ ଫାଇନାଲି ଯେଉଁ କୁହନ୍ତି ନା, ଗଛଟା ଲଗେଇ ସାରିଲା ପରେ ଜନ୍ମ ପାଣିଟା ଦିଆ ହୁଏ ଯେତେ ବର୍ଷା ହେଲେ ବି। ତ ବର୍ଷା ତ ଏବେ ହେଇନି, ଉଠେଇଛି, ବର୍ଷା ହେବ କି ନାହିଁ, ତ ପାଣି ଟିକେ ଦେବା ନିହାତି ଦରକାର ଗଛରେ। ପାଣି କେଉଁଠୁ ଆଣିବି, ମୁଁ ତ ଟ୍ୟାପ୍ରୁ ନଈକି ପାଣି ଆଣିପାରିବିନି। ତ ସେଇଠି ମୋର ଲୋଟସ୍ ଗଛ ଥିଲା, ଲୋଟସ୍ ଗଛ ଟିକେ ହାଇଟ୍ରେ ଅଛି, ଆଉ ସେଥିରେ ବର୍ଷା ପାଣି ପୁରା ଭରି ହେଇକି ଅଛି। ତ ଭାବିଲି ଏଇଥିରୁ ହିଁ ପାଣି ନେଇକି ଗଛରେ ଦେବି ବୋଲି। ତ ଦେଖନ୍ତୁ ଏଇଠି ମୋର ଲୋଟସ୍ ଗଛ, ୟାର ବି ମୁଁ କିଛି କେୟାର ନେଇପାରୁନି। ସେ ଫୁଲ କିଛି ହେଉନି। ଦେଖିବା ପଛରେ ୟା କାମ କ'ଣ କରିବା। ଆଉ ସେଇଥିରୁ ଦେଖନ୍ତୁ ମୁଁ ଗୋଟେ ମଗ ପାଣି ଆଣିକି ମୋର ଜନ୍ମ ପାଣି ହିସାବରେ ମୁଁ ଗଛକୁ ଦେଇଥିଲି। ଏଇଟା ଗୋଟେ ବଡ଼ ଗଛ ଲଗେଇଥିଲି, ଆଉ ତା ସାଇଡ଼୍ରେ ଗୋଟେ ଛୋଟିଆ ଗଛଟା ଲାଗିଥିଲା। ତାକୁ ବି କାହିଁ ୱେଷ୍ଟ କରିବି କହିକି ଦୁଇଟା ଯାକକୁ ମୁଁ ଏମିତି ଅଲଗା ଅଲଗା କରିକି ପୋତି ଦେଇଥିଲି। ଫାଇନାଲି ଏ କାମ ମୋର ସରିଥିଲା, ଆଉ ମୋତେ ବହୁତ ହିଁ ଖୁସି ଲାଗିଲା। ଆଜି ଏତେ ବଡ଼, ମୋ ପାଇଁ ଏଇଟା ବହୁତ ବଡ଼ କାମ ଥିଲା, କରିବି ବୋଲି କରିପାରୁନଥିଲି। ଆଜି ସମୟ ସୁବିଧା ଦେଖି ଲୁଚି ଲୁଚି କାମ ସାରିଥିଲି। ତାପରେ ମୋର ସେ ଶାବଳଟିକୁ ମୁଁ ନେଇକି ଧୋଇ ଭଲସେ ପାରିନଥିଲି, ସେ ଲୋଟସ୍ର ସେଇ କୁଣ୍ଡରେ ଏମିତି ହଲେଇଥିଲି, ଯେତିକି ଧୋଇ ହେବା କଥା ହେଇଗଲା। ଦେଖନ୍ତୁ ମୁଁ ପୁରା ଥକି ପଡ଼ିଛି। ଏତିକି ଟିକେ କାମ କଲା ଧଇଁ ସଇଁ ପାଣି ପିଇକି ଟିକେ ରେଷ୍ଟ ନେଲି। ତାପରେ